जय जगन्नाथ सामान पुणी गोटे नुआ वीडियो समस्त वेलकम। तो आज सांगटा पढ़ुची हॉस्टेल को तो ताकू नहीं छाड़ी बर्तमान स्टेशन को से जीव भुवनेश्वर जीवा आखि गोटे फोन कर ट्यूशन गलानी सका सका बर्तमान ये आम स्टेशन बाटर बसीगलु अल्प बाट रहा स्टेशन टा ना मौल मौल जस्ट टे भीतर को खरा देखा ना से भल लगे आम गाँ भर सेमती अच्छी कि रास्ता टे भल ना ये गोटे गोटे हम्स गुड़ा अच्छी जना पड़े छाई चढ़ी पलैया ना हम्स जना पड़े छाई जना पड़ा गोटे स्कूल गाँ स्कूल हमारा सब 5T काम काम 5T हेल्ले कौन है पाठटा सेमती 5T भाया हवा दरकार ना आगे वाला गेट पड़ने ना केते समय लेट माने कहार कौन मेडिकल फेडिकल केस हो हाँ आ तो ट्रेन गेट पड़ी तो आ लोग जीवे के पड़े कार इमरजेंसी कौन काम थो जाई होनो रेलवे गाड़ी था आ पड़ो जाम कथा कौन था गाड़ी अरे सामान सब लुआ पति देखी पारे रेलवे स्टाफ हमारा बैग को उधर आ दिया काटला लगी गोटे दुकान जाल भर पूरा ना फा उठी जाइए कड़े ये हूँ स्टेशन किसी लिखा है स्टेशन ना उड़ी जाइए कड़े लिखा है बात्या फात्या उड़े नहीं जाइए कड़े हाँ था से देख खराटा जोर हवा ना चल शशुर घर बाबू टिकेट काउंटर था बिना टिकेट पड़ा 30 टका ने ना धरदेव जदि 500 देव तुम हाफ पैंट पिंधिकी पलि आस हाँ बड़ सान अच्छे तो हाफ पैंट पिंधिकी पलि आस स्टेशन खातिर लोकर ड्रेस मला तो ये भी पलूची हॉस्टेल को या थरे सबू सांग की जाऊच आस खाली डेली डेली या शशुर घर सवारी आसीगला मैंने बर्तमान जी शशुर घर को तो देखा खाली जाऊँ आस जड़े चलाओ जड़े हेल्पर बस
ରହୁ ଆଗ ଗାଡ଼ିଟା ରୁହ ଯେତେ ପଛକୁ ଯିବ ସେତେ ଭିଡ଼ ଆଉ ଭିଡ଼ ମାନେ ଅଲଗା ଦିନେ ଭିଡ଼ ଆଉ ରଥଯାତ୍ରା ଫଥଯାତ୍ରାରେ ତ ମାନେ ପୁରା ହଜିଯିଏ ଲୋକ ସେଦିନ ଯୋଉ ଷ୍ଟ୍ରାଇକ୍ ଥିଲା ତା ପରଦିନ ଆଣିସାରିଲେ ସେଦିନ ଆଉ ଓହ୍ଲଉନାହାନ୍ତି ଲୋକ ଖାଲି ଉଠୁଛନ୍ତି ନା ଓହ୍ଲଉଛନ୍ତି ଗୋଟେ ଚଢ ନାହିଁ ସିଆଡେ ନେଇ ପଳେଇବେ ଲୋକ ଗୁଡା ଖାଲି ମାନେ ଚଢିକି ପଳଉଛନ୍ତି ସା ଓହ୍ଲଉନାହାନ୍ତି କେହି କାଉଳି ବାଉଳି ହେଇଯାଉଛି ଆଉ ଯାଅ 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 ବାପ ଗ୍ରୀନ ବତିକା ଦେଖେଇଲା ବର୍ତ୍ତମାନ ମାଡିବ ପୁରା ପଛଆଡେ ଗ୍ରୀନ ବତିକା ଆଗଆଡ ଲୋକଟା ପଛଆଡ ଲୋକଟା ଦେଖାଉଛି ଆଗକୁ କଣ ତାକୁ ଦେଖାଯାଉଛି ଷ୍ଟେସନ ଫାଙ୍କା ବର୍ତ୍ତମାନ ପଳଉଛୁ ଘରକୁ ଗୋଟେ କାଣ୍ଡ ଲୁଙ୍ଗି ପିନ୍ଧେଇ ପଳେଇ ଆସୁନା ନହେଲେ ଘର ପାଖେ ଷ୍ଟେସନ ବୋଲି ମନ ଇଚ୍ଛା ଯାହା ପିନ୍ଧେଇ ଆସିବ ମଣିଷର ଡ୍ରେସରେ କଣ ଆମେ ବି ପଳେଇବା ଆଉ ଚାଲ ପଳେଇବା ବୁଲେଇଲ ନା ଚଢିଲ ମନୁ ଯାଇ ଘରକୁ ଯାଇଥିଲ ସେଇଥିପାଇଁ ବର୍ତ୍ତମାନ ଆମେ ବି ପଳେଇବା ଆଉ ଖରାଟା ଜୋର ହେଉଛି ଆଜି ଖରାଟା ଜୋର ହେଉଛି ଆଉ ସୂର୍ଯ୍ୟଟା କୁଆଡ଼େ ଗଲା ଆମେ ଦେଖାଉନି ଆଉ ଚାଲ ଚାଲ ତ ଏଠି ଗୋଟେ ମୋ ସାଙ୍ଗଟା ତା ବାଇକ୍ଟା ଛାଡ଼ିକି ସେଇଠି ମୋ ସାଙ୍ଗରେ ଯିବ ବୋଲିକି କହିଲା ତାର ଲେଟ୍ କରୁଛି କେତେ ସମୟ ବିନୁ ବିନୁ ଓଇ ଆସ ତ ସେ ଆସିଲେ ଏଠୁ ପଳେଇବା ଆଉ ତ ଆସିଗଲେ ସେ ବର୍ତ୍ତମାନ ପଳେଇବା ନା ଆଉ କ'ଣ ଅଛି ଆଣିଥିଲି ଶ୍ୱଶୁର ନେଇକି ଯିବେ ବୋଲି ଆସିଛ ନେଲେ ନା କ'ଣ ଭୁଲିଗଲେ ଲେମ୍ବୁ ସେଇ ଯେଉଁ ମାର୍ବଲ ମେସିନ୍ରେ ଯେଉଁ କାଟିବାଟା ଯେଉଁ ଗ୍ରାଇଣ୍ଡିଙ୍ଗ ମେସିନ୍ଟା ବର୍ତ୍ତମାନ ଷ୍ଟେସନରୁ ଘର ଅଭିମୁଖେ ବାହାରି ପଡ଼ିଲୁ ମୁଁ ଏକ କହିଥିବା ପଦ୍ୟବଚନକୁ ହାସ୍ୟ ମୋସନରେ ଗ୍ରହଣ କରି ପରିହାସ କରିଦେଲେ ଏବଂ ମନ ମୋର ଦୁଃଖିତ କଲେ ଦେଖିପାରୁଥିବେ ବାଁ ସାଇଡ଼ରେ ଚାଲୁଛନ୍ତି ଏପଟେ ମଧ୍ୟ ଚାଲୁଛନ୍ତି ରାସ୍ତାର ବାମ ବର୍ଷ ପଟେ ଚାଲିଲେ ହିଁ ଭଲ କୁକୁରଟି ବି ଜାଣିଛି ଯେ ବାଁ ପଟେ ଯାଉଛି ତାର ଗୋଟେ କାଣ୍ଡ ଜ୍ଞାନ ଅଛି ନା ହଁ ବା ଭଲ ଛାଇ ଖରା ପାଗ ଅଛି ଖରା କିନ୍ତୁ ଟିକେ ଟାଣ ଚାଲନ୍ତୁ ଏଇଠି ଆପଣଙ୍କଠୁ ନେଲି ମୌଲମୂଳ ପଟେ ଆସିଥିଲୁ କିନ୍ତୁ ତାକୁ ଯେହେତୁ ମୁଁ ଯାଉଛି ଆମ ଗାଁ ପଟେ ହେଇକି ଯିବା ପାଇଁ ପଡ଼ିବ ଇଏ ପୁରା ସୁନ୍ଦର ରାସ୍ତା କୋଉଠି କିଛି ବି ହେଇପାରେ ଆମ୍ବ ଗାଁ ରାସ୍ତାରେ ତ ଦେଖୁଥିବେ କୁମ୍ଭୀର ରହିବାର ବି ସମ୍ଭାବନା ଅଛି ହଉ ତ ଫାଇନାଲି ଆମର ଫାଦାଡ଼ ରାସ୍ତାରୁ ମୁକ୍ତି ପାଇକି ଆମେ ବର୍ତ୍ତମାନ ଏକ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ପିଚୁ ରାସ୍ତାରେ ଉପସ୍ଥିତ ହେଲୁ ବର୍ତ୍ତମାନ ଆମ ପଥକୁ ଆମେ ଦେଖିପାରୁଥିବେ ବର୍ତ୍ତମାନ ଏଇ ଷ୍ଟେସନରୁ ଆମେ ଏପଟେ ଆସିଥିଲେ ଜଲ୍ଦି ପହଞ୍ଚିଥାନ୍ତେ କିନ୍ତୁ ଲୋକଙ୍କର କାମ ସେଇଆ ବୁଲେଇ ନେବେ ଆଉ କାମ ସେଇଆ ଏପଟେ ସିଧା ନେଇଥିଲେ ଦେଖନ୍ତୁ ଆଜ୍ଞା ଏଇ ରାସ୍ତାଟା ହେଇନଥିଲା ଏଇଠି ପୁରା କାଦୁଅ ପୁରା ଏମିତି ମାନେ ସେଇ ଭଳିଆ ପୁରା ହେଇଥିଲା ଆଜ୍ଞା ବିଶ୍ୱାସ କରନ୍ତୁ ଆଗ ଯୋଗ ପଛ ଯୋଗ ଏତେ ଲାଗିଲା ଲାଷ୍ଟରେ ମୁଁ ଗୋଟେ ଚନ୍ଦନ ଗୋଟେ କାନ୍ଧେଇକି ଗଲୁ ଗାଡ଼ି ଏପଟେ ଗୋଟେ ଗାଁ ଅଛି ପୁରା ପଶି ବସି ଏପଟେ ଦେଖିପାରୁଥିବେ ନଟି ଅସୁନ୍ଦର ପାଞ୍ଚଟା ଘର ଅଛି କିନ୍ତୁ ଏ ପିଚୁ ରାସ୍ତା ସରିବ ପୁଣି ଖବର ଦେଖିପାରୁଥିବେ ଇଏ ଆମର ଟିକେ ଦେଖିପାରୁଥିବେ ଏଠି ଆମର ଖରା ଯେମିତିକୁ କାମ ସେମିତି ଖରା ଲାଗି ପୁରା ମାନେ ମୁଣ୍ଡ ଖରାପ
ଏଠି ଆପଣ ବି ମଧ୍ୟ ଦେଖିପାରୁଥିବେ ଆମ୍ଭର ଟମକା ଗ୍ରାମ ସରି ଗ୍ରାମ ନୁହଁ ଟମକା ମାର୍କେଟର ଯେଉଁ ପାଖରେ ଯେଉଁ একটা ପାହାଡ଼ ଅଛି ଦୂରରୁ ଏକ ହାତୀ ଭଳି ଦେଖାଯାଉଛି ମୁଣ୍ଡ ଖରାପ ଆଜିର ଭିଉ କିନ୍ତୁ ମସ୍ତ ଅଛି ଏଇ ରାସ୍ତା ଆମ ଗାଁ ନୁହଁ ଇଏ ବାଙ୍କି ସାହିର ଆମ ଗାଁ ପାଖ ଗାଁ ଆମ ଗାଁ ପାଖ ଗାଁ ସାହି ପଡ଼ିଶା ଗାଁ ଗାଡ଼ି ତ ସାଉଣ୍ଡ ହେଉଛି ଯେଉଁଟା ଆଉ ତାପରେ ଦେଖିପାରୁଥିବେ ଆପଣ ରାଇଡର କୁରାଡ଼ ଗାଡ଼ିଟିକୁ ସଠିକ୍ ଭାବରେ ମଧ୍ୟ ଆଗକୁ ପରିଚାଳନା କରିଚାଲିଛନ୍ତି ସେମାନେ କ୍ରିକେଟ ଆନାଉନ୍ସ କଲା ଭଳିଆ କରୁଛି ପରବର୍ତ୍ତୀ ଗାଁ ଏଠି ଟିକେ ପ୍ରକାଶ ପରବର୍ତ୍ତୀ ଗାଁ ଅଳାବଦା ଆଉ ଆପଣ ତ ଖାସି ଦେଖିଥିବେ ମୁଁ ଆପଣଙ୍କୁ କିଛି କହିବାକୁ ପଡ଼ିବନି ଆଉ ଦେଖନ୍ତୁ ପୁରା ମାରାଙ୍ଗ ନିନ୍ଦିଙ୍ଗ ଅପୟ ଆଉ ଏଇଟା ବୁଢ଼ା ଦୋକାନ ଏଇଟା সোনা ଦୋକାନ ଆଉ ତା ବାପା ନା সোনা ସରି ଏଇ ଗୋଟେ ଆମର ଦେଖନ୍ତୁ ଆମର ପୋଖରୀ ପାଇଁ ଆସିଥିଲା ବିଶ୍ୱାସ କରନ୍ତୁ ମାନେ ଆଦର୍ଶ ପୋଖରୀ ଚାରିକର ଲାଇଟ୍ ଲାଗିବା କଥା ଚେୟାର ପଡ଼ିବା କଥା ଗୋଟେ ଭଲ ହବା ଆମର ଇଆଡ଼େ କିଛି ନାହିଁ ସବୁ ଖାଇଗଲେ ଏଇଟା ଆମ ଗାଁ ସ୍କୁଲ ଏଇଥର ଅଣସାହି ପ୍ରାଥମିକ ବିଦ୍ୟାଳୟ ଫାଇନାଲି ଆମ ଗାଁରେ ପହଞ୍ଚିଗଲୁ ଆଉ ଏଥିରେ ମୁଁ ଭାବୁଛି ପାଣ୍ଡୁ ସରକାର ଯେଉଁ ଏତେ କୋଟି ଟଙ୍କାର ଖର୍ଚ୍ଚ କଲେ ଆମ ଓଡ଼ିଶାରେ ତ ସମୟ 33 କୋଟି ନା କେତେ କୋଟି ଲୋକ ସମସ୍ତଙ୍କୁ ଯଦି ଗୋଟିଏ କୋଟି ଦେଇଦିଅନ୍ତେ 4.5 କୋଟି ଲୋକ ଏତେ କମ୍ ଲୋକ ଆମର ଆହୁରି ବସିକି ଖାଆନ୍ତେ ପିଢ଼ି ଧରି ଆମ ଅମ୍ବାନୀକୁ କାଟିଥାନ୍ତେ ତ ତାକୁ ଛାଡ଼ି ଦେଇ ଆସିଲା ପରେ ଆଉ ଗୋଟେ ସାଙ୍ଗ ଦେଖା ହେଲା ତାର ସାଇକେଲ ଚଲେଇ ଗପୁଛି ମାନେ କିଭଳିଆ ତାର କଥା କ'ଣ ବେକ ବଙ୍କା ହେଇଯିବ ଯେ ଆଉ କୁଆଡ଼େ ଯାଇଥିଲୁ ଯାଇଥିଲି କୁନାଲକୁ ଛାଡ଼ିବା ପାଇଁ କୋଉଠି ଷ୍ଟେସନକୁ ଏପଟେ କୁଆଡ଼େ ଷ୍ଟେସନ ଅଛି ଆଉ ଷ୍ଟେସନଟା ଏପଟେ ଯାଇଥିଲି ବିନୁକୁ ଛାଡ଼ିକି ଆସିଲି ବିନୁ ହେଇଥିଲା ହଁ ତା ସ୍ତ୍ରୀକୁ ତା ଶାଶୁକୁ ଛାଡ଼ିକି ଆଇଲା ତ ତାଙ୍କୁ ଛାଡ଼ି ଦେଇକି ଆସିକି ମୁଁ ବର୍ତ୍ତମାନ ଘରେ ତ ଦେଖିବା ବର୍ତ୍ତମାନ ଖାଇ ପିଇ ଦେଇକି କ'ଣ କାମ ଦାମ ଟିକେ ଅଛି କରିଦେଇକି ତାପରେ ଦେଖିବା କ'ଣ ହେଉଛି ତ କିଛି ପ୍ଲାନିଂ ନାହିଁ ତ ଯାହା ହବ ସବୁ ଦେଖେଇବି ତ ମୁଁ ବର୍ତ୍ତମାନ ଡ୍ରେସ୍ ଫ୍ରେସ୍ ଖୋଲିଥିଲା ଦେଇକି ସବୁ ବାହାରିଲି ଟିକେ ବିଲକୁ ଯିବା ତ ବିଲ କାମ ସରିନାହିଁ ଆଉ ଗୋଟେ ଲାଷ୍ଟ ଥିଲା ମୁଁ ଯେମିତି ଫାଷ୍ଟ ଆରମ୍ଭ ହେଲା ବେଳକୁ ତଳି ଫଳି ପଡ଼ିଲା ସେତେବେଳକୁ ଯାହା ଭିଡ଼ିଓ ଗୋଟେ କରାହେଇଥିଲା ବିଲ ଭିଡ଼ିଓ ତାକୁ କରାହେଇନି ଆଜି ଲାଷ୍ଟ ବେଳକୁ ପୁଣି ଆଉ ଥରେ କରାହେଉଛି ତ ବର୍ତ୍ତମାନ ବଳଦ ଦୁଇଟା ବନ୍ଧା ହେଇକି ଅଛନ୍ତି ତାକୁ ଟିକେ କୁଟା ଟିକେ ଦେଇଦେବା ତାପରେ ଯାଇକି ବିଲକୁ ବାହାରିଯିବା ତ ଏଗୁଡ଼ା ବଳଦ ଦୁଇଟା ବନ୍ଧା ହେଇକି ଅଛନ୍ତି ତାଙ୍କୁ ଦୁଇଟା କୁଟା ଆଣିକି ଦେଇଦେବି ତ ଏପଟେ ଆମର କୁଟା ରଖାହେଇଛି ଟିକେ ଦୂରରେ ରଖାହେଇଛି ମାନେ ଟିକେ ଜଷ୍ଟ ଡିଷ୍ଟାନ୍ସ ହେବ କୁଟା ଦୁଇଟା ନେଇକି ବଳଦକୁ ଦେଇଦେବା ସକାଳୁ କୁଣ୍ଡା ଦିଆହେଇଥିଲା ତଥାପି ଆଦିରା କୁଟା ଦେଇଦେଲେ ସିଏ ଚୁପଚାପ ରହିବେ ତ କୁଟା ଦିଆ ସରିଗଲା ସେ ଖାଉଛନ୍ତି ଶାନ୍ତିରେ ବର୍ତ୍ତମାନ ମୁଁ ବାହାରିଛି ବିଲକୁ ତ ମୁଁ ବିଲ ପାଖାପାଖି ହେଇଗଲି ପୁରା ପହଞ୍ଚିଗଲି ସମସ୍ତଙ୍କର ଲାଗିଯାଇଛି ତଳି ଆମରଟା ସେଇଟା ଲାଗିନି ସେଇଟା ହଳ ବୁଲା ହେବ ତାପରେ ଲଗା ହେବ ଏଠି ତଳି ପଡ଼ିଥିଲା ତ ତଳି ମରା ହେଲା ତାପରେ ଯାଇକି ଏଟାକୁ ଲାଷ୍ଟ ପାଇଁ ରଖା ହେଇଥିଲା ଆଜି ତାକୁ ପୁରା ହଳ ବୁଲେଇକି ଫାଇନାଲ୍ କରିଦେଲେ ଏଇଠୁ ଶେଷ ହେଇଯିବ ଆଉ ତ ବର୍ତ୍ତମାନ ମୁଁ ଯେଉଁ କର ଗୁଡ଼ା ଏଗୁଡ଼ା କାଟିଦେବି ଗୋଟେ କୋଦାଳ ଧରିକି ଆସିଛି ଏଥିରେ ଏଇ ସାଇଡ଼୍ ଗୁଡ଼ା ସବୁ କଟା ହେବ ଟିକେ ଚାଞ୍ଚି ଦେଲେ ତାପରେ ପୁରା ବାଗ ଦେଖାଯିବ ଆଉ ତ ଆଗେ ଚାଞ୍ଚି ଦେବି ତାପରେ ଦେଖେଇବି କୋଳିଆ ଦେଖାଯାଉଛି ଏଠି କେତେ ଘାସ ଅଛି ଦେଖନ୍ତୁ ତାପରେ ଚାଞ୍ଚି ଦେଇ ସାରିଲା ପରେ କୋଳିଆ ଦେଖାଯିବ ତ ଦେଖିପାରୁଥିବେ କେତେ ସଫା ହେଲା ମାନେ କେତେ ଘାସ ଥିଲା ଏଠି କେମିତି ପୁରା କ୍ଲିଅର ହେଲା ତ ଏମିତି ସବୁ ଯେତିକି ପର୍ଯ୍ୟନ୍ତ ଘାସ ଅଛି ଏ ସବୁ କଟା ହେବ ତାପରେ ହଳ ବୁଲା ହେବ ଏଠି ତ ଗାଡ଼ି ପଶି ପାରିବନି ତ ଯାହା ହେବ ଏଠି ବଳଦକୁ ଧରିକି ଆଣିକି ହଳ ବୁଲା ହେବ ତ ଏଇଟା ଫାଷ୍ଟ ଯେମିତି ବଳଦରେ ହଳ ବୁଲା ହେଇଥିଲା ତ ଲାଷ୍ଟ ହିଁ ସେମିତି ବଳଦରେ ହଳ ବୁଲା ହେବ ଆଉ ତ ସେଇ ପାଖରୁ ଷ୍ଟାର୍ଟ ହେଇଥିଲା କାମ ପୁରା ଏମିତି ହେଇକି ପୁରା ସେପଟେ ଲାଷ୍ଟ ପର୍ଯ୍ୟନ୍ତ ଗଲା ସେଇଠି ପର୍ଯ୍ୟନ୍ତ ପୁରା ସରିଗଲା ପାଖାପାଖି ମୋତେ ଲାଗିଗଲା 45 ମିନିଟ୍ ଖଣ୍ଡେ ତ ହାଲତ ପୁରା କାଦିବ ତ ତାପରେ ଦେଖିବା ହଳ ଆଣିକି ବୁଲେଇବା ପୁରା ଆଉ ନହେଲେ ହେବନି ସାରି ଦେଇକି ଏକାଥରେ ପୁରା ଟେନସନ୍ ଯିବ ସାର ତ ବର୍ତ୍ତମାନ ହଳ ବୁଲା ଷ୍ଟାର୍ଟ ହେଇଗଲା ତ ସେଗୁଡ଼ା ଯେଉଁ ତଳି ଗୁଡ଼ା ରହିଯାଇଛି ମା ଉଠାଉଛି ସେଗୁଡ଼ା ମୁଁ ଟିକେ ସାଇଡ଼୍ କରିଦେବି ଭିଡ଼ିଓ କରିବୁ ନହେଲେ ଖାଇଯିବେ ଘରୁ ଲଗା ହେବ ଆଉ କ'ଣଟା
तो ବର୍ତ୍ତମାନ ମଇ ଦିଆ ହେଉଛି ହଳ ବୁଲା ସରିକି ମାଟିଟା ଯେଉଁ ଉଚ୍ଚା ଖାଲ ଥିଲା ମଇଟା ଦେଇଦେଲେ ସମାନ ହେବ ତ ସେଥିପାଇଁ ମଇଟା ଦିଆହେଉଛି। ତ ବଳଦକୁ ଧୋଇ ଧୁଆକି ତାଙ୍କୁ ପୁରା ଖାଇବା ପାଇଁ ଦିଆ ହେଇଗଲା, କାମ ସରିଗଲା, ସିଏ ବି ଖୁସି ଆମେ ବି ଖୁସି। ତ ହାଲତ ତ ପୁରା ଏମିତି କାଦୁଅ ମାଦୁଅ ହେଇକି ପୁରା ଅବସ୍ଥା ଖରାପ। ତ ଏତିକି ଥିଲା ଆଜି ଦିନର କାମ। ତ ଦେଖା ହେବ ପୁଣି ନେକ୍ସଟ ଭିଡ଼ିଓରେ ଆଉ।